ମାନେ କିଟ୍ର 4 ଜଣ ଛାତ୍ର ଆଥଲେଟ୍ ତଥା ଅଲିମ୍ପିଆନଙ୍କୁ ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଆଜି ଘୋଷଣା କରାଯାଇଥିବା ସମ୍ମାନଜନକ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ କିଟ୍ ଛାତ୍ର ତଥା ପାରା ଅଲିମ୍ପିଆନ ପ୍ରବୀଣ କୁମାର ଖେଳରତ୍ନ ପାଇଁ ମନୋନୀତ ହୋଇଥିବା ବେଳେ ଅଲିମ୍ପିଆନ ସନ୍ତରଣକାରୀ ସାଜନ ପ୍ରକାଶ, ଜାଭେଲିନ୍ ଥ୍ରୋ ଖେଳାଳି अन्नू रानी ଏବଂ ଜ୍ୟୋତି ୟାରାଜୀ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଜାନୁଆରୀ 17 ତାରିଖରେ ଏହି ପୁରସ୍କାର ପ୍ରଦାନ କରାଯିବ। क्रमागत 2 ଅଲିମ୍ପିକ୍ସ 2024 ପ୍ୟାରିସ୍ ଅଲିମ୍ପିକ୍ସରେ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଏବଂ 2020 ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିବା ପ୍ରବୀଣ କୁମାର मेजर ध्यानचंद खेलरत्न पुरस्कार ପାଇଁ ମନୋନୀତ ହୋଇଛନ୍ତି। ସେପରି ଜାଭେଲିନ୍ ଥ୍ରୋରେ ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଭାରତକୁ ପ୍ରତିନିଧିତ୍ୱ କରିବା, राज्य गोष्ठी क्रीडारे ब्रोंज सह बहु जातीय और अंतर्जातीय पदक हासिल करथिबा अन्नू एथलेटिक्स 2024 रे प्यारिस अलिम्पिक्स पाई भारतर प्रतिनिधित्व करी पदक जीतिबा सह एकाधिक जातीय रेकर्ड स्थापन पाई ज्योति याराजी एवं संतरण रे क्रमागत 2 अलिम्पिक्स पाई योग्यता अर्जन करथिबा प्रथम भारतीय पुरुष संतरणकारी तथा अनेक स्वर्ण पदक जीति एकाधिक जातीय तथा एसीय रेकर्ड भांगिथिबा साजन प्रकाश अर्जुन पुरस्कार पाई मनोनीत होइछन्ति। ଏହି ଖେଳାଳୀମାନେ କିଟ୍ କିସ୍ ଓ କିମ୍ସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ତାଙ୍କର ସହଯୋଗ ଏବଂ ପ୍ରୋତ୍ସାହନ ପାଇଁ କୃତଜ୍ଞତା ଜଣାଇଛନ୍ତି। ଅନ୍ୟପକ୍ଷରେ ରାଷ୍ଟ୍ରୀୟ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ ହୋଇ କିଟ୍ ବିଶ୍ୱବିଦ୍ୟାଳୟ ତଥା ଦେଶ ପାଇଁ ଗୌରବ ବୃଦ୍ଧି କରିଥିବା 4 ଜଣ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଡକ୍ଟର ଅଚ୍ୟୁତ ସାମନ୍ତ।